ରାଧେଶ୍ୟାମ। तो फ्रेंड्स आमे पुणी से यथार्थ गीता को पढ़ा कौन भगवान अर्जुन सहित कथबार्ता करछंती और कौ ज्ञान पुणी पाई परिबा चलंतु एटी निष्कर्ष विषय कहउछंती। प्राय लोके कही थांती जे द्वितीय अध्याय गीता संपूर्ण हो गला किंतु केवल कर्मर नाम मात्र नहीं गले कर्म पूर्ण हो जिवो तेबे तो गीतार समापन स्वीकार करने को हबो। ଏହି ଅଧ୍ୟାୟରେ ଯୋଗେଶ୍ୱର ଶ୍ରୀକୃଷ୍ଣ ଏହା ହିଁ କହିଥିଲେ ଯେ ହେ ଅର୍ଜୁନ ନିଷ୍କାମ କର୍ମଯୋଗ ବିଷୟରେ ଶୁଣ, ଯାହାକୁ ଜାଣି ତୁମେ ସଂସାର ବନ୍ଧନରୁ ମୁକ୍ତ ହୋଇଯିବ। କର୍ମ କରିବାରେ ହିଁ ତୁମର ଅଧିକାର, ଫଳରେ କଦାପି ନୁହେଁ ଏବଂ କର୍ମ କରିବାରେ ଶ୍ରଦ୍ଧା ଭାବ ଅଶ୍ରଦ୍ଧା ଭାବ ମଧ୍ୟ ନ ରୁହ। କହୁଛନ୍ତି ଯେ କର୍ମ କରିବାରେ ଶ୍ରଦ୍ଧା ରଖ ଆଉ ଫଳର ଇଚ୍ଛା କଦାପି ରଖ ନାହିଁ ଓ କର୍ମ କରିବାରେ ଅଶ୍ରଦ୍ଧା ଭାବ ମଧ୍ୟ ଜମାରୁ ରଖ ନାହିଁ। ନିରନ୍ତର କରିବା ନିମନ୍ତେ ତତ୍ପର ହୋଇଯାଅ, ନିରନ୍ତର କାମ କରିବା ପାଇଁ ତତ୍ପର ହୋଇଯାଅ। ଏହାର ପରିଣାମରେ ତୁମେ ପରମ ପୁରୁଷ ଦର୍ଶନ କରି ସ୍ଥିତପ୍ରଜ୍ଞ ହୋଇଯିବ ଓ ସେହି ପରିଣାମରେ ତୁମେ ପରମ ପୁରୁଷ ଦର୍ଶନ କରି ସ୍ଥିତପ୍ରଜ୍ଞ ହୋଇଯିବ। ପରମ ଶାନ୍ତି ଉପଲବ୍ଧ କରିବ। କିନ୍ତୁ ଏହା କହିଲେ ହିଁ ନାହିଁ କର୍ମ କ'ଣ? ଏହା ସାଂଖ୍ୟ ଯୋଗ ନାମରେ ଅଧ୍ୟାୟ ନୁହେଁ। ଏହି ନାମ ଶାସ୍ତ୍ରକାରଙ୍କ ନୁହେଁ ଅପିତୁ ଟୀକାକାର ମାନଙ୍କ ଅବଦାନ ଅଟେ। ସେମାନେ ନିଜର ବୁଦ୍ଧି ଅନୁସାରେ ହିଁ ଗ୍ରହଣ କରିଥାନ୍ତି। ତେବେ ଆଶ୍ଚର୍ଯ୍ୟ କ'ଣ? ଏହି ଅଧ୍ୟାୟରେ କର୍ମର ଗରିମା ଏହାକୁ କହିବାରେ ବର୍ତ୍ତି ଯାଉଥିବା ସାବଧାନୀ ଯେ ସ୍ଥିତପ୍ରଜ୍ଞଙ୍କ ଲକ୍ଷଣ ପ୍ରତିପାଦନ କରି ଶ୍ରୀକୃଷ୍ଣ ଅର୍ଜୁନ ମନରେ କର୍ମ ପ୍ରତି ଉତ୍କଣ୍ଠା ଜାଗ୍ରତ କଲେ ଓ ତାହାଙ୍କୁ କିଛି ପ୍ରଶ୍ନ ଦେଲେ ଯେ ଆତ୍ମା ଶାଶ୍ୱତ ସନାତନ, ତାହାକୁ ଜାଣି ତତ୍ତ୍ୱଦର୍ଶୀ ହୋଇଯାଅ। ଯେ କହୁଛନ୍ତି ଆତ୍ମା ଶାଶ୍ୱତ ସନାତନ, ଏହାକୁ ଜାଣି ତତ୍ତ୍ୱଦର୍ଶୀ ହୋଇଯାଅ। ଏହାର ପ୍ରାପ୍ତି ନିମନ୍ତେ ଦୁଇଟି ସାଧନ ରହିଛି, ଜ୍ଞାନ ଯୋଗ ଏବଂ ନିଷ୍କାମ କର୍ମଯୋଗ। ନିଜର ଶକ୍ତିକୁ ଦୃଷ୍ଟିରେ ରଖି ହାନି ଲାଭ ସଂୟମ ନିର୍ଣ୍ଣୟ କରି କର୍ମରେ ପ୍ରବୃତ୍ତି ହେବା ହିଁ ଜ୍ଞାନ। କହୁଛନ୍ତି ନିଜର ଶକ୍ତିକୁ ଦୃଷ୍ଟିରେ ରଖି ହାନି ଓ ଲାଭ ସ୍ୱୟଂ ନିର୍ଣ୍ଣୟ କରି କର୍ମରେ ପ୍ରବୃତ୍ତ ହେବା ହିଁ ଜ୍ଞାନ। ଯେତେବେଳେ ଆମେ କେଉଁ କାମ କରିବାକୁ ଯାଉଛନ୍ତି ସେତେବେଳେ ଆମେ ନିର୍ଣ୍ଣୟ କରିବା କଥା ଯେ ଏଇ କାମଟା କଲେ ହାନି ହେବ ନା ଲାଭ ହେବ, ତାପରେ ଯାଇ ଜ୍ଞାନ ମାର୍ଗରେ ଆମେ ଆଗକୁ ବଢ଼ିପାରିବା। ତଥା ଇଷ୍ଟ ଉପରେ ନିର୍ଭର ହୋଇ ସମର୍ପଣ ସହିତ ସେହି କର୍ମରେ ପ୍ରବୃତ୍ତ ହେବା ହିଁ ନିଷ୍କାମ କର୍ମଯୋଗ ଅଥବା ଭକ୍ତି ଯୋଗ ଅଟେ। କହୁଛନ୍ତି ଯେ ଇଷ୍ଟ ଉପରେ ନିର୍ଭର ହୋଇ ସମର୍ପଣ ସହିତ ସେହି କର୍ମରେ ପ୍ରବୃତ୍ତ ହେବା ହିଁ ନିଷ୍କାମ କର୍ମଯୋଗ ଅର୍ଥାତ୍ ଭକ୍ତି ଯୋଗ ଅଟେ। ମାନେ ଆମର ଇଷ୍ଟ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି କର୍ମରେ ଲାଗିବା, ସମର୍ପଣ କରିଦେବା, ତ ସେଇ ହେଉଛି ଭକ୍ତି ଯୋଗ। ଓ ଗୋସ୍ୱାମୀ ତୁଳସୀଦାସଙ୍କ ଉଭୟଙ୍କ ଚିତ୍ରଣ ଏହି ପ୍ରକାର କରିଛନ୍ତି। ମୋରେ ପୌଢ଼ ଜନୟ ସମ ଜ୍ଞାନୀ, ବାଳକ ସୁତ ସମ ଦାସ ଅମାନି, ଜନ ହିଁ ମୋର ବଳ ନିଜ ବଳ ତାହି, ଦୁହୁ କହ କାମ କ୍ରୋଧ ରିପୁ ଆହି। ତ ମୋ ଭଜନ କରିବା ବ୍ୟକ୍ତି ଦୁଇ ପ୍ରକାରରେ ଅଛନ୍ତି, ଗୋଟିଏ ଜ୍ଞାନ ମାର୍ଗୀ ଏବଂ ଅନ୍ୟଟି ଭକ୍ତି ମାର୍ଗୀ। ନିଷ୍କାମ କର୍ମଯୋଗୀ ଅଥବା ଭକ୍ତିଯୋଗୀ ଶରଣାଗତ ହୋଇ ମୋର ଆଶ୍ରୟ ନେଇ ଚାଲିଥାଏ ଓ ଜ୍ଞାନଯୋଗୀ ନିଜ ଶକ୍ତିକୁ ଦୃଷ୍ଟିରେ ରଖି ନିଜର ହାନି ଲାଭକୁ ବିଚାର କରି ନିଜ ଭରସାରେ ଚାଲିଥାଏ। ସେତେବେଳେ କି ଉଭୟଙ୍କର ଶତ୍ରୁ ଗୋଟିଏ ଅଟେ। ଜ୍ଞାନଯୋଗୀମାନଙ୍କୁ କାମ କ୍ରୋଧାଦି ଶତ୍ରୁମାନଙ୍କ ଉପରେ ବିଜୟ ଲାଭ କରିବାକୁ ପଡ଼ିଥାଏ ଏବଂ
ନିଷ୍କାମ କର୍ମଯୋଗୀକୁ ହିଁ ମଧ୍ୟ ଏହି କାମ କ୍ରୋଧାଦିଙ୍କ ସହିତ ଯୁଦ୍ଧ କରିବାକୁ ପଡ଼ିଥାଏ ଓ କାମନା ତ୍ୟାଗ ଉଭୟଙ୍କ କରିବାକୁ ପଡ଼ିଥାଏ ଏବଂ ଉଭୟ ମାର୍ଗରେ କରାଯାଉଥିବା କର୍ମ ମଧ୍ୟ ଗୋଟିଏ ହିଁ ଅଟେ। ଏହି କର୍ମର ପରିଣାମରେ ପରମ ଶାନ୍ତି ପ୍ରାପ୍ତ ହୋଇଯିବ। କିନ୍ତୁ ଏହା କହିଲେ ନାହିଁ ଯେ କର୍ମ କ'ଣ? ବର୍ତ୍ତମାନ ଆପଣ ସମକ୍ଷରେ ମଧ୍ୟ କର୍ମ ଗୋଟିଏ ପ୍ରଶ୍ନ ହୋଇ ରହିଲା। ଅର୍ଜୁନଙ୍କ ମନରେ ମଧ୍ୟ କର୍ମ ପ୍ରତି ଜିଜ୍ଞାସା ହୋଇଥିଲା। ତୃତୀୟ ଅଧ୍ୟାୟ ଆରମ୍ଭରେ ହିଁ ସେ କର୍ମ ବିଷୟରେ ପ୍ରଶ୍ନ ପ୍ରସ୍ତୁତ କରିଥିଲେ। ଏହିପରି ଶ୍ରୀମଦ୍ ଭଗବତ ଗୀତା ରୂପୀ ଉପନିଷଦ ଏବଂ ବ୍ରହ୍ମବିଦ୍ୟା ତଥା ଯୋଗଶାସ୍ତ୍ର ବିଷୟରେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ସମ୍ବାଦରେ କର୍ମ ଜିଜ୍ଞାସା ନାମରେ ଦ୍ୱିତୀୟ ଅଧ୍ୟାୟ ମଧ୍ୟ ହେଲା। ତ ଆପଣମାନେ ଭଲ ଲାଗୁଛି କି ନାହିଁ କ'ଣ କମେଣ୍ଟ କରିବେ ଓ ପୁଣି ଆଗକୁ ମୁଁ ପଢ଼ିବି। ଆହୁରି ବହୁତ ସାରା ଜ୍ଞାନ ଅଛି। ଆପଣଙ୍କୁ ପସନ୍ଦ ଆସୁଛି ନା ଆସୁନି? କାରଣ ଏଇସବୁ ଜ୍ଞାନରୁ ଆମେ ହିଁ ସବୁ କିଛି ଜାଣିଥାନ୍ତି, ଜ୍ଞାନ ପାଇଥାନ୍ତି। ଏଇସବୁ ଗୀତାରୁ ଶାସ୍ତ୍ରରୁ ଯାହା ଲେଖି ଯାଇଛନ୍ତି ସେଇଟା ଆମର ଜୀବନରେ ବହୁତ ସାରା ଫରକ ଆସିବ। ଆମେ ପଢ଼ିଲେ ଜାଣିଲେ ସେ ଜ୍ଞାନକୁ ନେଲେ। ସେଥିପାଇଁ ଆପଣମାନେ ଏଇ ଭିଡ଼ିଓକୁ ଯେଉଁମାନେ ବି ଶୁଣୁଛନ୍ତି ଆପଣଙ୍କ ରାସ୍ତାରେ ବହୁତ ଉଜ୍ଜଳମୟ ହେବାକୁ ଯାଉଛି। ଆପଣଙ୍କ ବହୁତ ସାରା କର୍ମ ମଧ୍ୟ କଟିଯିବ ଯାହା ଆଗରୁ ଆମେ ପୂର୍ବ ଜନ୍ମର କର୍ମ ନେଇ ଆସିଥାନ୍ତି ଓ ଯେତେବେଳେ ଗୀତା ଜ୍ଞାନକୁ ଶୁଣନ୍ତି ପଢ଼ନ୍ତି ସେତେବେଳେ ଆମ କର୍ମ ବି ବହୁତ କଟି ଯାଇଥାଏ ଓ ଜୀବନ ସରଳ ହେବାରେ ଲାଗିଥାଏ। ଏକଥା ସମ୍ପୂର୍ଣ୍ଣ ସତ। ଓ ଭିଡ଼ିଓ ଯଦି ପସନ୍ଦ ଆସୁଛି ଲାଇକ୍ ସେୟାର ସବସ୍କ୍ରାଇब ଆପଣମାନେ କରିବେ। राधे श्याम। आप सबका मंगल हो। ब्लेसिंग ब्लेसिंग ब्लेसिंग।